17 ସେପ୍ଟେମ୍ବର ଅକ୍ଟୋବର 2 ତାରିଖରୁ ଗାନ୍ଧୀ ଜୟନ୍ତୀ ପାଖରୁ ସେବା ପକ୍ଷ ପାଳନ। ଆଜି ବାଲିଅନ୍ତା ଅନ୍ତର୍ଗତ ବୋତଲବିନ୍ଧାରେ ଥିବା ବିଜେପି କାର୍ଯ୍ୟାଳୟଠାରେ ସେବା ପକ୍ଷ ପାଳନ କରାଯାଇଥିବା ବେଳେ ବ୍ରହ୍ମଗିରି ବିଧାନସଭା କ୍ଷେତ୍ରର ମାନ୍ୟବର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପିର ଉପସଭାପତି ଏବଂ ଓବିସି ମୋର୍ଚ୍ଚାର ପ୍ରଭାରୀ ଶ୍ରୀଯୁକ୍ତ ଲତିଲେନ୍ଦୁ ବିଦ୍ୟାଧର ମହାପାତ୍ର, ଓବିସି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସୁରତ ବିଶ୍ୱାଳ ଓ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ କାଳିନ୍ଦୀ ମଲ୍ଲିକ 17 ସେପ୍ଟେମ୍ବର ମୋଦିଜୀଙ୍କ ଜନ୍ମଦିନ ଠାରୁ 2 ଅକ୍ଟୋବର ଗାନ୍ଧୀ ଜୟନ୍ତୀ ବିଜେପିର ସେବା ପକ୍ଷ ପାଳନ ଦୃଷ୍ଟିରୁ ଜୟଦେବ ମହିଳା ମୋର୍ଚ୍ଚା ପକ୍ଷରୁ ପାଳନ କରାଯାଇଥିଲା। ମହିଳା ମୋର୍ଚ୍ଚା ଝିଲି ସାମନ୍ତରାୟଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା। ମୋଦିଜୀଙ୍କ ଜନ୍ମଦିନ ପାଳନ ଉତ୍ସବ ଓ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ସମୂହ ବୃକ୍ଷରୋପଣ କରିଥିଲେ। ଏଥିରେ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବାଳକାଟି ମଣ୍ଡଳର ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ସାମନ୍ତରାୟ ପରିଚାଳନା କରିଥିଲେ। ବାଲିଅନ୍ତାରୁ ତ୍ରିନାଥ ଚନ୍ଦ୍ର ସାହୁଙ୍କ ରିପୋର୍ଟ, MK ନ୍ୟୁଜ ଲାଇଭ୍।